ସାଙ୍ଗମାନେ ଆଜି ମୁଁ ଆପଣମାନଙ୍କୁ ଦେଖେଇବି 100 ବର୍ଷ ପୁରୁଣା ବାବା ବୁଦ୍ଧେଶ୍ୱର ମନ୍ଦିର। ସେଠାକାର ଲୋକମାନେ କହନ୍ତି ଯେ 1911 ମସିହାରେ ବାବା ବୁଦ୍ଧେଶ୍ୱର ମହାଦେବ ସ୍ୱୟଂ ଆବିର୍ଭୂତ ହୋଇଥିଲେ। ସେତେବେଳେ ସେହି ଜାଗାଟି ବେଲଗଛ, ନିମ୍ବ ଗଛ, କୁଚିଳା ଗଛ ଏବଂ ଶିଆଳିନଟାରେ ଭରି ରହିଥିଲା। କୁହାଯାଏ ଯେ ସେହି ସମୟରେ ଜଣେ ଆଦିବାସୀ ଲୋକ ଯାହାଙ୍କ ନାମ ହେଉଛି ଅଗ୍ଧନ ମୁର୍ମୁ, ତାଙ୍କ ଗୋଟେ କଳା ଗାଈ ପ୍ରତିଦିନ ଆସି ମହାଦେବଙ୍କ ମସ୍ତକରେ କ୍ଷୀର ଅର୍ପଣ କରି ଚାଲି ଯାଉଥିଲା। ଯେତେବେଳେ ସିଏ ମଧ୍ୟ ଜାଣିବାକୁ ପାଇଲେ ପ୍ରତିଦିନ କ୍ଷୀର ଏବଂ ଫୁଲରେ ପୂଜା କରୁଥିଲେ ଏବଂ ଏହି ସବୁ ଯେତେବେଳେ ଗ୍ରାମବାସୀ ମାନେ ଜାଣିବାକୁ ପାଇଲେ ସମସ୍ତେ ମିଶି ମୟୂରଭଞ୍ଜର ମହାରାଜାଙ୍କ ପାଖକୁ ଚାଲି ଚାଲି ଯାଇ ମନ୍ଦିର ନିର୍ମାଣ ପାଇଁ ଅନୁରୋଧ କରିଥିଲେ। ତାପରେ ମହାରାଜା ଆସି ଦେଖି ସେଠାରେ ମନ୍ଦିର ନିର୍ମାଣ ପାଇଁ ଆଦେଶ ଦେଲେ। ତାପରେ ମନ୍ଦିର ନିର୍ମାଣ ହେଲା। ହଁ ସାଙ୍ଗମାନେ, ମୁଁ ଆମ ମୟୂରଭଞ୍ଜର ଦେବସୋଲ ଠାରେ ଥିବା ବାବା ବୁଦ୍ଧେଶ୍ୱର ମହାଦେବ ମନ୍ଦିର କଥା ହିଁ କହୁଛି। ତାପରେ ପରେ ସେଠାରେ ପ୍ରବଳ ଖରା ସମୟରେ ମା ଶୀତଳା ଏବଂ ପୁରା ବନ୍ୟା ସମୟରେ ମା ମଙ୍ଗଳା ମଧ୍ୟ ଆବିର୍ଭୂତ ହୋଇଥିଲେ। ତାପରେ ସେଠାରେ ବଜରଙ୍ଗବାଲୀଙ୍କ ମନ୍ଦିର ଓ ଭଗବାନ ବିଷ୍ଣୁଙ୍କ ମନ୍ଦିର ସ୍ଥାପିତ ହେଲା। ଏଠାରେ ଦେବସୋଲ ପ୍ରସିଦ୍ଧ ମହାଶିବରାତ୍ରିରେ 12 ଦିନ ମେଳା ମଧ୍ୟ ହୁଏ। ଏଠାରେ ହଜାର ହଜାର ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସନ୍ତି। ଯଦି ଏହି ଜାଗାଟିକୁ ମୟୂରଭଞ୍ଜର ପର୍ଯ୍ୟଟନ ସ୍ଥଳୀ ଭାବେ ମାନ୍ୟତା ମିଳେ ତାହେଲେ ମୟୂରଭଞ୍ଜ ପର୍ଯ୍ୟଟନ ସ୍ଥଳ ଭାବେ ଆହୁରି ଆଗକୁ ବଢିବ। ଭିଡିଓଟି କେମିତି ଲାଗିଲା କମେଣ୍ଟରେ ନିହାତି ଜଣାଇବେ। ଦେଖା ହବ ପୁଣି ନେକ୍ସଟ ଭିଡିଓରେ। ସେତିକି ପର୍ଯ୍ୟନ୍ତ ଜୟ ଜଗନ୍ନାଥ।